ଠକି ହୋଇଗଲେ ରେଶମ ସହରବାସୀ। ପୁଣି ଚଞ୍ଚକତାର ଶିକାର ହୋଇଛନ୍ତି ବ୍ରହ୍ମପୁରର ଜନସାଧାରଣ। 2025 ଶେଷ ବେଳକୁ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ ସହରରେ 100ଟି ଆମ ବସ୍ ଚାଲିବ। ଉତ୍ସାହିତ ହୋଇଥିଲେ ସହରବାସୀ। ହେଲେ ସହରକୁ ମିଳିଲା 25 ବସ୍। ଚାଲୁଥିବା ଆମ ବସ୍ ଗୁଡ଼ିକ ସହରର ସବୁ ରୁଟ୍କୁ କଭର କରୁନି। ତେଣୁ ବ୍ରହ୍ମପୁରକୁ ପୁଣି ଲଲିପପ୍ ଦେଖାଇ ସରକାର ବସି ପଡ଼ିଛନ୍ତି ବୋଲି ଅଭିଯୋଗ ହୋଇଛି। ବ୍ରହ୍ମପୁର ସହରର କିଛି ଅଞ୍ଚଳ ଦେଇ ଆମ ବସ୍ ଚଳାଚଳ କରୁନାହିଁ। ବ୍ୟସ୍ତବହୁଳ ଇଞ୍ଜିନିୟରିଂ ସ୍କୁଲ ଛକରୁ ଆଙ୍କୁଲି ଶିଳ୍ପାଞ୍ଚଳ ଦେଇ ଜାତୀୟ ରାଜପଥ 16 ଦେଇ ଗୋପାଳପୁର ରୁଟ୍ରେ ଆମ ବସ୍ ଗଡ଼ୁନି। ଗୋସାଇ ନୂଆଗାଁରୁ ବ୍ରହ୍ମପୁର ରେଳ ଷ୍ଟେସନ 4ର୍ଥ ପ୍ଲାଟଫର୍ମ ରାସ୍ତା ଦେଇ ବି କୌଣସି ଆମ ବସ୍ ଗଡ଼ୁନି। ବ୍ୟସ୍ତବହୁଳ ରୁଟ୍ରେ ଆମ ବସ୍ ନ ଗଡ଼ିଲେ କ'ଣ ଲାଭ ବୋଲି ପ୍ରଶ୍ନ କରିଛନ୍ତି ସମ୍ପୃକ୍ତ ଅଞ୍ଚଳବାସୀ। ସୂଚନାଯୋଗ୍ୟ ଯେ 2024 ସାଧାରଣ ନିର୍ବାଚନ ପୂର୍ବରୁ ବ୍ରହ୍ମପୁରରେ ଆରମ୍ଭ ହୋଇଥିଲା ଆମ ବସ୍ ସେବା। 19ଟି ଆମ ବସ୍ କିଛି ରୁଟ୍ରେ ଚଳାଚଳ କରିଥିଲା। ବ୍ରହ୍ମପୁର ସହରକୁ ଆଉ 100 ବସ୍ ଦେବା ଲାଗି ଗତ ବର୍ଷ ଶେଷ ଆଡ଼କୁ ଘୋଷଣା କରିଥିଲେ ଏବେକାର ସରକାର। କିନ୍ତୁ ଏବେ 25ଟି ଆମ ବସ୍ ହିଁ କିଛି ରୁଟ୍ରେ ଗଡ଼ୁଛି। ବାକି ବସ୍ କେବେ ଚାଲିବ ସେ ନେଇ କ୍ରୁଟ୍ କର୍ତ୍ତୃପକ୍ଷ ନୀରବ। ଏଭଳି ସ୍ଥିତିରେ ବ୍ରହ୍ମପୁରକୁ ପୁଣି ଲଲିପପ୍ ଦେଖାଇ ଠକି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ବ୍ୟୁରୋ ରିପୋର୍ଟ, ସିଲ୍କ ସିଟି ଲୋକାଲ।